এই ভଳିয়া কলে হব কি? না না মজা আসুনি, প্রত্যেকটি মতে মজা লাগে না না নাବିক নাবিক দিদিপଦ আলোচনা করিবা। মু প্রসঙ্গଟେ টিଏ দেবি। উভয় পক্ষ দুইটি নাব, প্রথমে গোটিয়ে নাব ଅଛି, ଇଏ ଆସିଛନ୍ତି ଆଗ, ଏ କୂଳରେ ନାବଟିଏ ଅଛି। ସେ ନାବରେ ଜଣେ ବ୍ୟକ୍ତି ବସିଛନ୍ତି। ଏଇ କଡୁ ଦି ଜଣ ଗୋଟିଏ ନାବ ନେଇକି ଆଇଲେ। କୋଉ କଡୁ? ଅପର ପକ୍ଷରୁ ଦି ଜଣ ଗୋଟିଏ ନାବ ନେଇକି ଆସିଲେ। ଏ ନାବରେ ବସିଥିବା ବ୍ୟକ୍ତିକୁ ଏ ଦି ଜଣ ଡାକୁଛନ୍ତି, ସେ ନାବ ଭଲ ନାହିଁ, ଏ ନାବକୁ ପଳେୟା। ଦେଖି ଏ ପକ୍ଷରେ ବସିଥିବା ବ୍ୟକ୍ତିକୁ ତମେ ଦି ଜଣ ଆଣି ପାରୁଛ ନା ନାହିଁ? ତମେ ମନା କରିବ, ଇଏ ଟାଣିବେ ତମକୁ। କେମିତି? ୟାର ସିଦ୍ଧାନ୍ତ 6ଟା ନାବ ଆସିବ। କେତେଟା? 6ଟା। ଏ ପକ୍ଷରେ 6ଟା ନାବ ଆଇବ। গোটে ফেল, দুইটা ফেল, তিনটা ফেল, চারটা ফেল, কোন 6টা নাব আনিব এটা আপন মানে বিচার করিবে। প্রথম নাবরে বসিছ তুমি, আপন কোন আনিকি ডাকিবে? ଦି ଜଣ ଆସନ୍ତୁ ଦେଖିବା। ହଁ ନନ୍ଦ କିଶୋର ବଳ ପଲ୍ଲୀ କବି, କବି ତାକୁ ଗାଇବା ଟିକେ, ଆଜି କବିତା ଟିକେ ପଢିବା ଗାଇବା ଆଉ। ଆରେ ଭଣ୍ଡେ ହେଇକି ତ କେତେ ଗାଇବା ନା ହାରି ହେଇକିରି କହିଲା ଡାଣିଆ ଖରା ପଡିଛି ବେଳ ଏ ଯାଉଛି ଉଡି, କି ସୁନ୍ଦର ପାରା ଯୋଡିକ ଯାଉ ଅଛନ୍ତି ଉଡି। ভজুকি নারাম নামরে তুমর, ভজুকি নারাম নাম। আত্মাকু আত্মা দেবে সুমরে, পরমানন্দরে বি হরে। হ্যালো, ଆପଣ କିଏ ଦି ଜଣ? ଆଜ୍ଞା, ପ୍ରଥମେ ଜୀବ ଆଉ ପରମ ଡାକୁଛନ୍ତି କାହାକୁ? ନା ବ୍ରହ୍ମକୁ ଡାକୁଛନ୍ତି। ଏ ଘଟ ମଧ୍ୟକୁ ଆସ ଆସ ପାରା ଯୋଡିକ, ମୋର ପିଣ୍ଡରେ ବସ, ଖାଇବାକୁ ଦେବି ତୁମକୁ ମୁଁ ବ୍ରହ୍ମ ସଦସ୍ୟ। ଭୁଲ ହେଇଯାଉଛି। ତାର ପ୍ରଥମ କଥା, ଆପଣ ଆସ ଆସ ପାରା ଯୋଡିକ ମୋର ପିଣ୍ଡରେ ବସ। ପିଣ୍ଡାରେ ଜଣେ ଦି ଜଣକୁ ଡାକିଦେଲା ଯେ, ଆଜ୍ଞା ସେ କିନ୍ତୁ ଦି ଜଣ ଜଣକୁ ଡାକନ୍ତି। ଆଜ୍ଞା ମୁଁ କହୁଛି ଯେ ପ୍ରଥମେ ଆଗ ଏଇଠୁ ଆରମ୍ଭ ହେଲେ, ପ୍ରଥମେ 2 ଜଣରୁ କେମିତି ହବ? ଜଣକର ଆଗ ଆରମ୍ଭ ହବ। 2 ଜଣ କାହାକୁ ନା ପିଣ୍ଡ ଡାକୁଛି। ଗୋଟିଏ ଭାଗବତ କହିଛି, ଏ ଜୀବ ମରଣ ନିକଟ ବେଗ ଚିନ୍ତ ଅନ୍ୟ ଘଟ। ଯେତେବେଳେ ଅନ୍ୟ ଘଟକୁ ଯାଏ, ସେ ସମୟରେ ଇଏ କାହାଣୀଟାକୁ ଆମର ଲେଖିଛନ୍ତି ପଲ୍ଲୀ କବି ନନ୍ଦିକିଶୋର ବଳ। ସେ କହିଲେ ଯେତେବେଳେ ଗୋଟିଏ ଘଟରୁ ଜୀବନ ବିଦାୟ ନେଇଯାଉଛି। ଆପଣ ଯୋଉ ଗୀତଟି ଗାଉଛନ୍ତି, ଜୀବ ପରମ ଏ ଘଟରୁ ଯିବେ ବୋଲି ଆପଣ କହୁଛନ୍ତି, ଯାଉଛନ୍ତି, ଆଉ ଜଣେ ସ୍ୱାଗତ କରୁଛି। କିନ୍ତୁ ମୋ କଥାବସ୍ତୁ ହେଲା, ଇଏ ଜଣକୁ ଦି ଜଣ ଡାକିବେ।
ମାନେ ଜଣକୁ ଦି ଜଣ ଡାକିବେ ନା କଣ? ଦି ଜଣ ଡାକିବେ। ଏପାଖେ ଜଣେ ପରା ଅଛି। ହେ ଆତ୍ମାକୁ ଆତ୍ମା ଯେବେ ସ୍ମରେ ଇଏ ପରମାନନ୍ଦରେ ବି ହରେ। ଆରେ ବାବୁ ଇଏ ଆତ୍ମାକୁ ଆତ୍ମା କିଏ ନା ଗୋଟିଏ ହେଲା ନିଜ ସ୍ୱ ଆତ୍ମା ଏବଂ ଗୋଟିଏ ହେଲା ଜୀବାତ୍ମା। ପରମାତ୍ମାକୁ ଡାକୁଛନ୍ତି ଆସ ଆସ ରଙ୍କର ତନ ବ୍ରହ୍ମ ରଙ୍ଘା ତ୍ରିମନ ଅଧୁରା ହେଲାଣି ଜୀବନ ବା ସଂସାର ଜ୍ଞାନ। ହଉ ଅଭିମନ୍ୟୁ ସାମନ୍ତ ସିଂହା ଠିକ ଅଛି। ଏଇ କୋଡେ ଜୀବ ପରମ ସେ ଆସିଛନ୍ତି କାହାକୁ ଡାକୁଛନ୍ତି? ପରମାତ୍ମାକୁ। ହଉ ଆସ କଣ କହୁଛ କୁହ, ଏଇଠୁ ପ୍ରସଙ୍ଗ ନିଅ। କଣ କହିବି ମୋ ପ୍ରଶ୍ନଟା କଣ କହିବି? ଗୋଟିଏ ନାଭରେ ଜଣେ ବ୍ୟକ୍ତି ବସିଛି। ଗୋଟିଏ ନାଭ ସେ ଡାକିଲେ ଦି ଜଣ। ଏପଟୁ ନାଭଟିଏ ଆଣିଛନ୍ତି ଦି ଜଣ। ହଁ ସେ କହିଲେ ଶରୀର ଗୋଟିଏ ନାଭ। ହଁ ଏ ଶରୀର ନାଭରେ ଜୀବ ପରମ ଡାକୁଛନ୍ତି ଏ ପକ୍ଷରେ ଥିବା ପରମ ବ୍ରହ୍ମକୁ। ହଁ। ତମେ ଆସିବ ଯଦି ଆସ, ଯଦି କଣ ଅସୁବିଧା କୁହ। ମୁଁ ଯିବି ନାଇଁ କି? ଶୀତ ହଉଛି କି? ଶୋଇପଡ଼ିଥିଲି ଟିକେ। ହଁ କୁହ। ମୁଁ ଯିବି ତ ସେ ଡାକିଲେ। ତମେ ଆଇବ କି ନ ଆଇବ ମୁଁ କହିପାରିବିନି। ହଁ ଚାଲ। କହିଲେ ଅଧର ମନା ଭରେ କଳି ଯେ ଭରିଛି କରନଧାର। କାମିନୀ କାଞ୍ଚନ କାମରେ ନାବତୀ ସେ ସୁନ୍ଦର। ସୁନ୍ଦର ଦେଖାଇ ନାବରେ ଏକା ଜୀବ ବସାଇ। ଅଧା ନଦୀରେ ହେଲା ବେଳେ କାଳେ ଦେବ ବୁଡ଼େଇ। ରେଣୁ ମାୟା ନାବେ ନବସ ବସ ଧର୍ମ ନାବରେ। ସର୍ବେ ଏକାକାର ହୋଇବ ମରୁଜ ହି ସ୍ଥାନରେ। ତେଣୁକରି ମୁଁ ଯିବିନି ସାର୍। ଆରେ ବୁଝିପାରିଲ ପୁଅ ତ? ଜୀବ ସେ ପରମ କହୁ- ହଁ ମୁଁ ଜାଣିଲି, କିନ୍ତୁ ତାଙ୍କର ବହୁତ ଗୁଡାଏ ଏ ପଦର ଅର୍ଥ ଭୁଲ ରହିଲା। କଣ ରହିଲା? କାହିଁକି ନା ମୁଁ ଜଣକୁ ଡାକିଲି ଜଣେ କେବେ ଯିଏ ଧର୍ମ ନାମରେ ବ୍ରହ୍ମ ଭଳିଆ ଲୋକ କେବେ ପଡିପାରେ କି? ଆଚ୍ଛା ପୁରେ ନାହିଁ। ହଁ। କାହିଁକି? ତାର ବ୍ରହ୍ମର ସଂଜ୍ଞା କେତେ ନାଇଁ ନାଇଁ ଶୁଣନ୍ତୁ। ସାରେ ଟିକେ ନାଇଁ, ମୋ ନାଇଁ। କଥାଟାକୁ ଗ୍ରହଣ କରନ୍ତୁ। ନାଇଁ, ତାଙ୍କ ନାଇଁ। କଥାଟା ମୁଁ କେ- ବୁଝିପାରିଲି। ଗ୍ରହଣ କେମିତି କରିଦେବି? କୁହନ୍ତୁ ତାହେଲେ, କୁହନ୍ତୁ ଆପଣଙ୍କ ଇଚ୍ଛା କୁହନ୍ତୁ। କୁହନ୍ତୁ ଆଜ୍ଞା। କଣ ନାଇଁ, ନାଇଁ, କହିଲ? ଟିକେ ଟିକେ ଆଜ୍ଞା କୁହନ୍ତୁ ସାର୍ କଣ କହୁଛନ୍ତି ଟିକେ ଏ ଭାଇ ମୁଁ ଏଟା ମୂର୍ଖ ବଇଛି ଭାବୁଛ? ହଁ ସାର୍ କୁହନ୍ତୁ କୁହନ୍ତୁ ସାର୍ କୁହନ୍ତୁ ବନ୍ଧୁକୁ ଦୟାକରି ଦର୍ପଣ ଦେଖେବ ଯେ ସବୁଠେ ଦର୍ପଣ ଦେଖେବ କି? ଏ ସାର୍ ଆପଣଙ୍କ ନାଇଁ ସେ କହିଲେ ବୋଲି ମୁଁ ହଉ କହୁଛି। ଛାଡ଼ନ୍ତୁ। ସେ କହିଲେ ତମେ ଯୋଉ ମତେ ଡାକୁଛ ସେଟା ମାୟା ନାଭଟା, ମୁଁ ସେଇଥିରେ ଯିବିନି। ଆଉ କଣ ନାଭ ଯଦି ଆଣୁଛ ଆଣ। ଆପଣ ଏଇଠୁ ପ୍ରସଙ୍ଗଟା ନିଅନ୍ତୁ। ଆଚ୍ଛା ପୁଅ ବୋଲା ସଦଗୁରୁ ନାମ ସ୍ମର ଅଚ୍ୟୁତାନନ୍ଦ ଖାଲି ଅଚ୍ୟୁତାନନ୍ଦ ଯିବା କି ଆଉ କୋଉଠି କୁଆଡ଼େ ଯିବାନି। ବୋଲା ସଦଗୁରୁ ନାମ ସ୍ମର ଏ ଯେବେ ଭବ ସିନ୍ଧୁ ହୋଇବୁ ପାରଲ ଯାଇ ଫୁଲ ଲଙ୍ଗୁଳି ସାଧନା କର ଯାଇ ଫୁଲ। କିନ୍ତୁ ହେଲେ ଆମର ଆଉ ଗୋଟିଏ ପଦ ଲେଖା ହେଇଛି କଳି ଭାଗବତରେ। କହିଲେ ଗୁରୁ ହୋଇବେ ପଣ ପଣ ଇଏ ଶିଷ୍ୟ ନଥିବେ କରଣ। ଘରେ ପୁଅ ମାୟା ଠାକୁର କହିଲେ ଇଏ ମାୟା ଶରୀରଟା ଭିତରେ ବାସ୍ତବିକ ଠିକ। ସେ କହିଲେ ଯେ ମାୟାଟା ଏ ନାଭରେ ବସିବି ନାହିଁ। ଏ
ये माया को तैयारी कला किए हैं तो वाक्य तू ही रक्षा करो ओ सत्य नुहे सौदा करो तू ही गढ़ी छुरे ए तू ही गढ़ी छुरे तो बाट तू सुविधा करो ये ब्रह्म ठारू जात ब्रह्म ठारे लीन जगत टई माया संसार तुही गढ़ी चुरे तुही बाट तोहरी करो आज्ञा ये विचित्रमय संसार को गढ़ी से जदि कहूँ निजे गढ़ी ये माया है ताले सी कि ता सुविधा करूँ ହଉ ପ୍ରସଙ୍ଗ ଏବେ ପଲଟିଲା କଣ ଏ ପାଖେ ଜଣେ ଅଛନ୍ତି ଗୋଟେ ନା ପରେ ତମେ ଡାକ ଦି ଜଣ ଆସିକି ଦେଖିଆ କିଏ ଦି ଜଣ ଆସୁଛ କୋଉ ନାପ ନେଇକି ଆଉଛ ଦେଖିବା ଇଏ କେମିତି ମନା କରୁଛନ୍ତି ଆଉ କହିଲେ ଧରମ ଆଚ୍ଛା ଡାକିବେ ଯୋଉ ଦି ଜଣ କିଏ ଏରା ଆମ ହରିବଂଶ ନାବକାଳୀରେ ନାହିଁ ଆ କଥା କଟା କୁଟିରା ତ ମୁଁ ଟିକେ ଭଲ ପାଏନି ଧୀରେ ବି ଭଲ କି ହେଲେ ମତେ ଭଲ ଲାଗେ ଗୀତ ଭିତରେ ପ୍ରସଙ୍ଗ ଚାଲିଛି କମେଣ୍ଟ ଟିକେ ଟିକେ କଲେ ମୋ ମୁଟା ହିଟ୍ ହେଲେ ତ ଚଲାଅ ତେଣୁ ଡାକିବେ କିଏ ଦି ଜଣ ରାଧା ଆଉ ଜଣେ ଦୁତି ଡାକିବେ ଯେ ଆସ ମୋ ନାଭରେ ବସ ମୋ ନାଭଟା କେମିତି ମୋ ନାଭର ପାୱାର କେତେ ଯେ ତମେ ଦି ଜଣ ବସିବ ତେଣୁ ଏମିତି କଥାବାର୍ତ୍ତା ଟିକେ ବନ୍ଦ କର ଭଲ ହବ ଧର୍ମ ନାମେ ଏକ ନୌକା କରି ଅଛନ୍ତି ଧାକା ধর্ম নারে যেহি বসাই তার নতায় চিন্তা সংসার জড়ধি উপর হরি বাপাই আস গুরুর পরে কর্ণধার হই অଛନ୍ତି কৃষ্ণ আস 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 বস ହଉ ଶ୍ରୀମଦ ଭଗବତ ଗୀତା ଯିବା ପାଠ ମାନେ ଖାଲି ମୁଣ୍ଡ ଯିବା ନା ଖାଲି ଖାଲି ଚାମଡ଼ି ହେଲେ ହବ କହିଲେ ନୈନମ ଛିଦନ୍ତି ଶାସ୍ତ୍ରାଣୀ ନୈନମ ଦହତି ପାବକଃ ନଚନମ କେଦୟନ୍ତି ଆପନୋ ସୟତି ମାରୁତଃ କହିଲେ ନୈନମ ଛିଦନ୍ତି ଶାସ୍ତ୍ରାଣୀ ମତେ ଯିଏ ଶସ୍ତ୍ର କାଟି ପାରେ ନାହିଁ ନୈନମ ଦହତି ପାବକଃ ପବନ ମତେ ଉଡ଼େଇ ନେଇ ପାରେ ନାହିଁ ଅଗ୍ନି ମତେ ଜଳାଇ ଦେଇ ପାରେ ନାହିଁ ତେଣୁ ଏ ସମୟରେ ଡଙ୍ଗା ଭିତରେ ମୁଁ ଯିବି ମୋର ଅନୁଶାସିକ ହଉନାହିଁ ଏ ଦ୍ରବ୍ୟ ଗୁଡାକ ଯଦି ପଞ୍ଚଭୂତ ମତେ ଗ୍ରାସ କରିପାରୁ ନାହିଁ ଏ ଛାର କିଏ ନାବେ ମୁଁ ଯିବି ମୋର ନାହିଁ ଲୟ ୟାଠୁର ଧରେ କି ଥିଲଟି ଡାକା ଅପହରିଚୟ কথাটা বুঝিলে যে ইয়ে যে পবন অগ্নি জল পতন এবং বায়ু এମାନଙ୍କୁ ଯାହାକୁ ସ୍ପର୍ଶ କରିପାରେ ନାହିଁ ତେଣୁ ଇଏ ସାଧାରଣତଃ ଧର୍ମ ନାବିକ ଡଙ୍ଗାରେ ଯିବ କି ନାବିକ ଯିବ ନାହିଁ ଆଉ କିଛି ଉପାୟ ଚିନ୍ତା କର ହଉ ମତେ ଖାଲି ଗୋଟିଏ କୁହନ୍ତୁ ଏ ପାଖରେ ଉଭୟ ପକ୍ଷ ଶରୀର ନାଭକୁ ଆଣିଛନ୍ତି
ଅପର ପକ୍ଷର ଯୋଉ ନାବଟା ଅଛି ସେଟା କୋଉ ନାବ? ଗୋଟେ ସାର୍ କଥା ଯୋଉ କହୁଛି ଦି ଜଣ ନାବଟା ସାର୍ ଦେଖି ପ୍ରଥମେ ଏକ ଶୁଣନ୍ତୁ, ଆପଣ ପ୍ରଥମେ କହିଲେ ଏପଟେ ଜଣ ନାବରେ ଜଣେ ବସିଛି କିନ୍ତୁ ସେପଟେ ନାବରେ ଜଣେ। ଆଗ ପ୍ରଥମେ ସାଧାରଣ କଥା ହିସାବରେ ଯିବା। ଗୋଟିଏ ନାବରେ ଗୋଟିଏ ରାଧା ବସିଛି, ଗୋଟିଏ କୈବର୍ତ୍ତ ବସିଛି। ଆଚ୍ଛା ଏକ କିନ୍ତୁ ଅପର ପକ୍ଷରେ ଜଣେ କେହି ଜଣେ ବାର୍ତ୍ତବ ନାବିକ ବସିଛି, ମାନେ ଅପର ପକ୍ଷରେ ନାବିକରେ। ତେଣୁ ସେ ଜଣେ କେହି ରକ୍ଷାକାରୀ ହେଇପାରେ, ନହେଲେ ବିଶ୍ୱନାରୀ। ଆମେ ଯଦି ସାଧାରଣ ନାଉରୀ ହେଲୁ, ଯଦି କୌଣସି ଜନଙ୍କୁ ପାର କଲୁ, ଅପର ପକ୍ଷରେ ବିଶ୍ୱନାରୀ ଥାଇ ନାଇଁ ମୁଁ ନାଉରୀ କଥା କହୁନି, ବା ନାବ କଥା। ନାବ କଥାଟା। ତେଣୁ ଗୋଟିଏ ଏଠେ ହଉଛି ଆଜ୍ଞା ଦୁଇଟି ନାବ ଆପଣ କହିଥିଲେ। ନାଇଁ ନାଇଁ 6 ନାବ ଆସିବ। ମୁଁ କହିଲି 6 ନାବ କହିଲେ 6ଟା ଆଜ୍ଞା ଆମର ଏ 6ଟା ଚକ୍ର। ଏ 6ଟା ଚକ ତ ହେଇ ଗୋଟିଏ ଦେହରେ ଅଛି ଯେ। ଆଜ୍ଞା 6ଟା ଚକ୍ର ଯଦି ହେଇପାରେ, ଆଜ୍ଞା 6ଟା ଚକ୍ର ଭିତରେ 6 ଜଣ ବାସ କରନ୍ତି ଯେ, କାହିଁକି 6ଟା ନାବ ନ ହବ? ଗୋଟେ ହେଲା ଆପଣ ଶରୀର ନାବ, ଆପଣ ମାନେ ପ୍ରକାଶ କରୁଛନ୍ତି ଗୋଟେ ହଉଛି ଶରୀର ନାବ, ଆଉ ଗୋଟେ କାଷ୍ଟରେ ନାବ, କଣ କାଷ୍ଟରେ ତିଆରି ନାବ। କାଷ୍ଟରେ ତିଆରି ନାବ। ଯେ ହଁ ଯଦି ଆପଣ କାଷ୍ଟ ତିଆରି ନାବ ଗୋଟେ କହୁନାହାନ୍ତି, ଠିକ ବୋଲି ମୁଁ କହୁନି। ଯେ କଣ ଭିନ୍ନ ଥିଲେ ତ ଆଉ ଜଣେ ଆଇବ ଏଠିକି। ନିଶ୍ଚିତ ଭାବରେ ଗୋଟେ କଥା ସାର୍, ଆପଣଙ୍କ କଥା ନେଇକି କୁଆଡେ କଣ ଗୋଟେ ବାଟକୁ ପଚାରନ୍ତୁ, ମୁଁ ସିଆଡକୁ ଧ୍ୟାନସ୍ଥ ଦଉନି। କିନ୍ତୁ ମୋର କହିବା କଥା ଯେ ଆପଣ ପଚାରିଲେ ସେପଟେ ଜଣେ ନାବିକ ଅଛି, ଗୋଟେ ନାବିକ ମୁଁ କହିନି, ଜଣେ ବସିଛି। ଜଣେ ବସିଛି, ହଉ ଯିଏ ବି ହଉ। ଆଚ୍ଛା ଆପଣ ଏଇ କରୁ 2 ଜଣ ନାବିକ ବି ମୁଁ କହୁନି, 2 ଜଣ ଡାକୁଛନ୍ତି। ଡାକୁଛନ୍ତି ଗୋଟେ ଡଙ୍ଗାଟା ଆଚ୍ଛା ଆଣିକି। ତାହେଲେ ଭଲ କଥା। ଆମର ତ୍ରିବେଣୀ ସଙ୍ଗମ ନଦୀରେ, ତେଣୁ ଯେତେବେଳେ ଯମପୁରକୁ ଯିବା ସମୟରେ ସେଇ ସମୟରେ ଡାକନ୍ତି ଆଜ୍ଞା ଅପର ପକ୍ଷରେ ଯାହା ଦେହରେ ଲୀନ ହବା ପାଇଁ କି ବସନ୍ତି ସେ ବି ମଧ୍ୟ। ଆଉ ଗୋଟାଏ ଆଜ୍ଞା 2 ଜଣ ଡାକନ୍ତି। ଗୋଟେ କିଏ ନା ଯେତେବେଳେ ଆମର ଶ୍ମଶାନକୁ ଯିବା ସମୟରେ ଆଜ୍ଞା ଯେତେବେଳେ ମଣିଷ ଯାଆନ୍ତି ସେ ସମୟରେ ଆଜ୍ଞା ଶ୍ମଶାନକାରୀ ଜଣେ ଥାଏ ଆଜ୍ଞା ଲୋକ, ସିଏ ସମସ୍ତେ ତାକୁ ଡାକନ୍ତି। ଆଉ ଜଣେ ମରିଛି, ଜଣେ ଡାକୁଛି। ଜଣେ ମରିଗଲା ପରେ ତା ଶବଡ଼ ପରେ ଜଣେ ଡାକୁଛି, ଭାଇ ଆସ ଆମ ଶବଡ଼ାକୁ ଟିକେ ଦାହ କରିଦିଅ। ଶ୍ମଶାନବାସୀକୁ ମଧ୍ୟ ଡାକି ପାରୁଥାଏ। এই ପ୍ରକାର ଭାବ ହେଇପାରେ। ହଉ ଆସନ୍ତୁ ଜୋରାଗାଡିଆ ସଖୀ। ଜୋରାଗାଡିଆ ସଖୀ, ଜୋରାଗାଡିଆ ସଖୀ। ଓ ଦେଖିଆ ଆଉ କୋଉଠି ଆଲୋଚନା କରିବା ପୁଙ୍ଖାନ।